ମୁଁ ଭିଡ଼ିଓ କରିବାକୁ ଆସିଛି ମଉସା ମୋ ସାଙ୍ଗେ ସାଙ୍ଗେ କହିଲେଣି ଫେଣା 20 ଫେଣା 10 ଜଲ୍ଦି ଗୋଟେ ଜରି ଧରିଲେ ଯେମିତି ମୁଁ ପଳେଇଲି। ମୁଁ କହିଲି ଥାଉ ଥାଉ ଏଠୁ ପଳାଏ ନହେଲେ ମଉସା ମୋତେ ଜରି ଧରି ଜବରଦସ୍ତି କରି ଦେଇଦେବେ। ଦେଖନ୍ତୁ ଏଠି ଓଉ ଦର୍ଶକ ବନ୍ଧୁ ଗୋଟା 5 ଟଙ୍କା। ଏଠି କରଞ୍ଜ ଶାଳୁଆ ଦାନ୍ତକାଠି। ଆମ ବର୍ତ୍ତମାନ ମୁଁ ଆଜି ଆସିକି ପହଞ୍ଚି ଯାଇଛି ସାହାପୁର ହାଟ। ଏଟା ବର୍ତ୍ତମାନ NH ସଜନା ଗଛରେ ଛୁଇଁ ହେଇଥାନ୍ତା ତାଙ୍କର ଫୁଲ ତୋଳି ଆଣିଛନ୍ତି ବିକ୍ରି କରିବା ପାଇଁ। ଏଠି ଦେଖନ୍ତୁ ପିଆଜ ସେଣ୍ଡା ସବୁ ବିଡ଼ା ବାନ୍ଧିଛନ୍ତି। ମୁଁ କହିଲି ନା ଆମର ଆଉ କିଛି ଦିନେ ପିଆଜ ସେଣ୍ଡା ଫଳିବ ଏଗୁଡ଼ା ତାପରେ ଭଲ ଲାଗିବ ନାହିଁ। ବାଇଗଣ ଗୋଟା 250-300 ଗ୍ରାମ ହେବ। ଦେଖନ୍ତୁ କେତେ ବଡ଼ ବଡ଼ ବାଇଗଣ। 300 ନୁହଁ ଆହୁରି ବଡ଼ 400 ହେବ ଏଇ ବାଇଗଣଟା। ଦେଖନ୍ତୁ 400 ଗ୍ରାମ ହେବ କେତେ ବଡ଼ ବାଇଗଣଟି। ଏମିତି ସବୁ ବଢ଼ିଆ ଜିନିଷ ଆସିଛି। ଆମର ଏଇ ଆଖପାଖରେ ଯେତିକି ସବୁ ପରିବା ହାଟ ତା ଭିତରୁ ଏଇଟା ଗୋଟେ ଅନ୍ୟତମ। ଦେଖନ୍ତୁ ନଈ ପାଖରେ ଖରସ୍ରୋତା ନଈ କୂଳରେ ହିଁ ବସିଛି। NH 16କୁ ଲାଗିଛି। ଏ ଜାଗାଟା ନାଁ ହେଉଛି ସାହାପୁର ହାଟ। କେତେ ବଡ଼ ହାଟ ଦେଖନ୍ତୁ। ଆଉ ଏ ହାଟରେ ସବୁ ପ୍ରକାର ଜିନିଷ ମିଳେ। ମୁଁ କହିଲି ଦର୍ଶକଙ୍କୁ ଦେଖିବା ପାଇଁ ପୁରା ପଳେଇ ଆସିଲି ପୋଲ ଉପରକୁ ପଳେଇ ଆସିବା ଦ୍ୱାରା ଦେଖାହବ ସବୁ ଆଉ ବ୍ରିଜ ଉପରକୁ ସେଥିପାଇଁ ଆସିଗଲି। ଦେଖନ୍ତୁ ବ୍ରିଜ ଉପରର ଦୃଶ୍ୟ କେମିତି ଦେଖାହେଉଛି। ନଈଟା ପୁରା ପାଖରେ, ନଈ ସାଇଡ଼ରେ ହିଁ ପୋଲଟା ବସିଛି। ସବୁ ଜିନିଷ ମିଳିବ ପରିବା ପତ୍ରଠୁ ଆରମ୍ଭ କରି ଆପଣ ଯାହା ଖୋଜିବେ ସବୁ ଜିନିଷ ଏଠି ମିଳିବ। ଦେଖନ୍ତୁ ମଉସା ଗୋଟେ ଛୋଟ ଛୋଟ ଗଛ ସବୁ ନେଇକି ଆସିଛନ୍ତି। ସବୁ ଗଛରେ ଫୁଲ ହେଇଛି ମାନେ ହାଇବ୍ରିଡ୍ ଗଛ। ଦେଖନ୍ତୁ ଧରିକି ଆସୁଛନ୍ତି ଗୋଟା ଚାରା ଗୋଟା 100 ଟଙ୍କା। ଏମିତି ସବୁ ହେଲା ଭିତରେ ଆମେ ଆସିକି ପରିବାପତ୍ର ଯାହା ସବୁ କିଣିବା କଥା କିଣିଲୁ। ଏଇ ଆଳୁଟା ମୋତେ ମଉସା କହିଲେ 17 କେଜି ତା ଓଜନ ବଡ଼ଟେ। ଦେଖନ୍ତୁ ଏ ମୂଳା ଗୁଡ଼ା ଦେଖନ୍ତୁ କେତେ ବଡ଼ ବଡ଼। ଆଉ ମୂଳା ବିଡ଼ା 10 ଟଙ୍କା 5 ଟଙ୍କା ଏମିତି ସବୁ ତାଙ୍କର ଥିଲା। ଶସ୍ତା ହେଇଗଲାଣି ପରିବା କାରଣ ସବୁଆଡ଼େ ବାହାରିଲାନି ନା। ଏଇ ମୂଳାଟା ଦେଖନ୍ତୁ କେତେ ହାଫ୍ କେଜି ଭଳିଆ ହେବ ଏ ମୂଳାଟା। ଏମିତି ମୁଁ ଭିଡ଼ିଓ କଲି। ତାପରେ ଭିଡ଼ିଓ କରିବା ଭିତରେ ସବୁଆଡ଼େ ବୁଲିଲୁ ପରିବା କିଣିଲୁ। ଆଉ ଦେଶୀ କାକୁଡ଼ି ମଉସାଙ୍କ ପାଖରେ ଦେଖିଲୁ ଦେଶୀ କାକୁଡ଼ି କଇଥ। ଆପଣମାନେ ତ କଇଥ ସବୁ ଦେଖିଥିବେ କିନ୍ତୁ କଇଥଟା ଖଟା ଖଟା ଲାଗେ। ଧନେଶ୍ୱର ଭାଇ ଆମ ସାଙ୍ଗରେ ଯାଇଥିଲେ। ଦେଖନ୍ତୁ ଭାଇ ମୋତେ ବୁଝାଉଛନ୍ତି କହୁଛନ୍ତି ଭିଡ଼ିଓ କରନା, ଭିଡ଼ିଓ ଯଦି କରୁଛୁ ଏମିତି ସବୁ କହିଲେ ଆଡ଼ୁ ସାଡ଼ୁ। ମୁଁ କହିଲି ହଉ ଥାଉ ଭିଡ଼ିଓ କଲିନି ଆଉ ବିଗିଡ଼ିଲେ ମୋ ଉପରେ। ଆଉ ଦେଖନ୍ତୁ ବଡ଼ ବଡ଼ ବୋଇତାଳୁ ସବୁ 12-14 କିଲୋ। ଭାଇ କହୁଛନ୍ତି ଏଇଟା 15 କେଜି ଭଳିଆ ହେବ ଏ ବୋଇତାଳୁଟା। ମୋ ହାତ ପାଉନି ମୋ ପାପୁଲି ପାଉନି। ଦେଖନ୍ତୁ କେତେ ବଡ଼ ବୋଇତାଳୁ। ମୁଁ ସବୁ ଆପଣମାନଙ୍କୁ ଦେଖାଉଛି। କଇଥ କିନ୍ତୁ 2-4 ଜଣ ଆଣିଥିଲେ ମୁଁ ଦେଖିଲି ଆଜି। ଆଉ ଏଇଠି ଦେଖନ୍ତୁ ଭଲ ସୁଲଭ ମୂଲ୍ୟରେ ଖାଦ୍ୟ ମଧ୍ୟ ମିଳୁଛି। ଆପଣମାନେ ଆସନ୍ତୁ ସାହାପୁର ବୁଲିକି ଶୁଖୁଆ ମାଛ ମାଂସ ସବୁ ପାଇବେ। ଦେଖନ୍ତୁ ଇଏ ବିଭିନ୍ନ ପ୍ରକାର ଶୁଖୁଆ ମଉସା ରଖିଥିଲେ। କହିଲେ ହଉ ଭିଡ଼ିଓ କର କିଛି ଅସୁବିଧା ନାହିଁ ଭିଡ଼ିଓ କର। ଭିଡ଼ିଓ କରି ଲୋକଙ୍କୁ ତ ଦେଖେଇବ ଦେଖା। ଲୁଣି ଶୁଖୁଆ ରାବଲ ଶୁଖୁଆ ଅଲିଣି ଶୁଖୁଆ ସବୁ ଶୁଖୁଆ ରଖିଥିଲେ। ଏଇଟା ଦେଖନ୍ତୁ ଦର୍ଶକ ବନ୍ଧୁ ଏଇଟା ହେଉଛି କମ୍ଭାରଶାଳ। ଏଇଠି ସବୁ ଲୁହା ଜିନିଷ ପଜା ହୁଏ ଧାର ଦିଆଯାଏ। ଦେଖୁଛନ୍ତି ତ ଏମିତି ଗୋଟେ ଅଛି ଯନ୍ତ୍ର ବୁଲେଇବେ ତାକୁ। ବୁଲେଇବା ଦ୍ୱାରା ସେଥିରୁ ବାହାରିବ ସବୁ ଇଏ। ଆଉ ହେଇ ଦେଖନ୍ତୁ ଦର୍ଶକ ବନ୍ଧୁ ଏଇଟା ଧାର ଦିଆଯାଏ। କେମିତି ସବୁ କ'ଣ ହେଉଛି ଆପଣମାନେ ଯିଏ ଦେଖିଛନ୍ତି ଏ ଜିନିଷ ଆଉ ଆଗରୁ ଯଦି ଜାଣିଥିଲେ ଏଇଟାକୁ କମ୍ଭାରଶାଳ କୁହାଯାଏ ବୋଲି ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ସର୍ବଶେଷରେ ଫେରିଲା ବେଳେ ଦେଖନ୍ତୁ ଗୋଟେ ନାଳ ପଡ଼ିଲା ବଡ଼ ନାଳଟେ। ଇଲେକ୍ଟ୍ରି ଅଫିସ୍ ଦେଖି ଫେରିଲୁ।